ହୁଏ ତ ଭାବନାରେ ରହିବ ଆଉ ପ୍ରାକ୍ଟିକାଲି ହେବନି। ଯେଉଁ ସିଚୁଏସନ୍ ଆସୁଛି ତାକୁ ପଜିଟିଭଲି ନେବା। ପ୍ରତ୍ୟେକ ସମୟ ଆମ ପାଇଁ ମୂଲ୍ୟବାନ। ପ୍ରତ୍ୟେକ ସମୟର କାମ ଆମେ କ'ଣ କ'ଣ କରିବା ନିର୍ଦ୍ଧାରିତ ଅଛି, ତ ସେଇଟାକୁ ସକାରାତ୍ମକ ଭାବେ ଆମେ ଗ୍ରହଣ କରିବା ନିଶ୍ଚିତ ଭାବେ। କିନ୍ତୁ ପୂର୍ବରୁ ଫେରିଲେ ଦୁଃଖ ମିଳିବ, ଏଇଆ କରୁଥିଲି ଏଇଆ କରିଥାନ୍ତି ନା। ତା ଛଡ଼ା ଅନୁଷ୍ଠାନର ଯେଉଁ ମୁଁ ଆସିଲା ଦୀର୍ଘ 37 ବର୍ଷ ଧରି ମୋର ଚାକିରି ସମୟ ଥିଲା, କିନ୍ତୁ ଏଇଠି ବୋଧେ 32 ବର୍ଷ ହେଇଗଲା ମୋର ଏଇ ଅନୁଷ୍ଠାନରେ। ତ ଏଇ ଅନୁଷ୍ଠାନ ମୋତେ ବହୁତ କିଛି ଶିକ୍ଷା ଦେଇଛି, ମୁଁ ବହୁତ କିଛି ଶିଖିଛି। ସକାରାତ୍ମକ ପରିସ୍ଥିତି ହଉ କିମ୍ବା ନକାରାତ୍ମକ ପରିସ୍ଥିତି ହଉ, ପ୍ରତ୍ୟେକ ନେଗେଟିଭ ସିଚୁଏସନ୍ ଆମକୁ ଶିକ୍ଷା ଦିଏ। ସେଇଟା କିଛି ଖରାପ ନୁହେଁ, ସେଇଟା ବହୁତ ଭଲ। ଏବେ ମୁଁ ଅନୁଭବ କରୁଛି ପରିଣତ ବୟସରେ ପ୍ରତ୍ୟେକ ସିଚୁଏସନ୍ ଆମ ପାଇଁ ଭଲ ଆଉ ଶିକ୍ଷା ଦିଏ। ଆଉ ସେଇଭଳି ପରିସ୍ଥିତି ନ ଆସିଲେ ଆମେ ତ କିଛି ଶିଖି ହିଁ ପାରିବାନି, ଆମେ ତ କିଛି ଜାଣି ହିଁ ପାରିବାନି। ତ ସେଇଟା ସବୁଠୁ ବଡ଼ କଥା। ଆଉ ଷ୍ଟାଫ୍ ମାନଙ୍କର ଏତେ ଭଲ ପାଇବା ଅନ୍ତରରେ ଅଛି ମୋର। ଅସିଆ ମ୍ୟାଡ଼ାମ୍ ଠାରୁ